କିଛି ଲାଭ ନାହିଁ। ଯେଉଁ ଗୋଟେ ପଟେ ମାନେ ଝିଣ୍ଟିକା ମାରିକି ବଣି ପୋଷିଲା ଭଳିଆ ସେସବୁ ମାନେ ସେଥିରେ କିଛି ଜିନିଷର ହିଁ କିଛି ଚାଷୀଙ୍କ ଉପରେ ଇଫେକ୍ଟ ହିଁ ନାହିଁ। ତେଣୁକରି ଏସବୁ ମିଛ ପ୍ରତିଶ୍ରୁତି ବନ୍ଦ କରନ୍ତୁ। ଯେଉଁଟା ଚାଷୀର ଲାଭ ହେବ ସେଇ କାର୍ଯ୍ୟକ୍ରମ ଆପଣମାନେ ନିଜେ ଦୂର କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ। ଏଥିରେ ଲାଭ ଅଛି। ଚାକିରି ଛାଡ଼ିକି ଆସିକି ଚାଷ କଲେ ତାପରେ ବି ସେ ଏତେ ହଇରାଣ ହେଉଛନ୍ତି। ତେଣୁକରି ସରକାରଙ୍କୁ ବିନୀତ ଅନୁରୋଧ କରାହେଉଛି ଆ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବାସ୍ତବରେ ସ୍ଥିତି ପୁରା ଅଲଗା। ସରକାର କହିବା କଥା ଅନୁସାରେ ମାନେ ଫିଲ୍ଡ ଉପରେ ସେସବୁ କାର୍ଯ୍ୟକ୍ରମ କିଛି ବି ଘଟୁନି। ସରକାର କହିଥିଲେ କଟନୀ ଛଟନୀ ବନ୍ଦ ହେବା ପାଇଁ। ସରକାର ଯେଉଁଠି କଟନୀ ଛଟନୀ ବନ୍ଦ ହେଲେ ଯିଏ କରିବ ତାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆହେବ କୁହାହେଇଥିଲା। ଏଠି କିନ୍ତୁ ଚାଷୀମାନେ ସଫର ରହୁଛନ୍ତି। ଆଉ ସାବରଙ୍ଗର ଯିଏ ସୋସାଇଟିରେ ଅଛନ୍ତି ସେକ୍ରେଟାରୀ ସିଏ ଏସବୁ ଜିନିଷର ମାନେ କିଛି ଠିକ୍ ସେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ତେଣୁକରି ଆଜିକା ଡେଟ୍ରେ ଚାଷୀ ଜଣେ ଯାଇଥିଲେ ତାଙ୍କୁ ବହୁତ ପରିଶ୍ରମ କରିକି ସେ ଧାନ କରିଥିଲେ ତାଙ୍କ ଧାନକୁ ନିଆଗଲା ନାହିଁ। ତ ସିଏ ତେଣୁକରି ଏଇଟାକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ମୋର ଦାବି ରହୁଛି। ଧାନ ଏମଏସପି ବଢିଲା କିନ୍ତୁ କଟନୀ ଛଟନୀ ମଧ୍ୟ ବଢିଲା। କିଛି ଲାଭ ନାହିଁ। କିଛି ଲାଭ ନାହିଁ। ଯେଉଁ ଗୋଟେ ପଟେ ମାନେ ଝିଣ୍ଟିକା ମାରିକି ବଣି ପୋଷିଲା ଭଳିଆ ସେସବୁ ମାନେ ସେଥିରେ କିଛି ଜିନିଷର ହିଁ କିଛି ଚାଷୀଙ୍କ ଉପରେ ଇଫେକ୍ଟ ହିଁ ନାହିଁ। ତେଣୁକରି ଏସବୁ ମିଛ ପ୍ରତିଶ୍ରୁତି ବନ୍ଦ କରନ୍ତୁ। ଯେଉଁଟା ଚାଷୀର ଲାଭ ହେବ ସେଇ କାର୍ଯ୍ୟକ୍ରମ ଆପଣମାନେ ନିଜେ ଦୂର କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ। ଆପଣ କ'ଣ ଏହାର ଶିକାର ହୋଇଛନ୍ତି କି? ମୁଁ ହେଉଛି ସବୁ ଚାଷୀ ହେଉଛନ୍ତି। ମୁଁ ବୋଲି ନୁହଁ ସବୁ ଚାଷୀ। ସେ ମୋର ଜଣେ ସେ ଭାଇ ଜଣେ ବି ସିଏ ବି ଜଣେ ଚାଷୀ। ବହୁତ କଷ୍ଟ କରିକି ସେ ଜଣେ ପ୍ରାଇଭେଟ୍ ଜବ୍ କରିଥିଲେ। ଯେତେବେଳେ ଗଭର୍ଣ୍ଣମେଣ୍ଟ ଏସବୁ ନିୟମ କଲା ଭାବିଲେ ହଁ ଏଥିରେ ଲାଭ ଅଛି। ସେ ଚାକିରି ଛାଡ଼ିକି ଆସିକି ଚାଷ କଲେ ତାପରେ ବି ସେ ଏତେ ହଇରାଣ ହେଉଛନ୍ତି। ତେଣୁକରି ସରକାରଙ୍କୁ ବିନୀତ ଅନୁରୋଧ କରାହେଉଛି ଆ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଖାଦ୍ୟ ଯୋଗାଣ ବିଭାଗକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ସମସ୍ତଙ୍କୁ ଅବଗତ କରାଯାଇଛି। ଆଜିକି ଦୀର୍ଘ 7ରୁ 8 ଦିନ ହେଇଗଲାଣି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଆଗକୁ ଦେଖାଯାଉ ଜିଲ୍ଲାପାଳ କ'ଣ କରୁଛନ୍ତି। ଆମେ ଅପେକ୍ଷା କରିଛୁ। ତାପରେ ପୁଣି କ'ଣ ହେଲା ଆପଣମାନଙ୍କୁ ଜଣାଯିବ।